ତାମିଲନାଡୁର ବିଜୟ ଥାଲାପତି ଯିଏକି ନିଜ ରାଜ୍ୟକୁ ଫିଲ୍ମ ସେଟ୍ ପରି ବ୍ୟବହାର କରୁଛନ୍ତି, ଦୁର୍ନୀତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଜୟ ଜନସାଧାରଣ କହିଥିଲେ ଯେ ଯଦି କୌଣସି ସରକାରୀ ଅଧିକାରୀ କିମ୍ବା ରାଜନେତା ଲାଞ୍ଚ ମାଗେ ତେବେ ଭୟଭୀତ ହୁଅନ୍ତୁ ନାହିଁ, ସେମାନଙ୍କୁ ସିଧାସଳଖ ମନା କରିଦିଅନ୍ତୁ ଏବଂ ସାହସର ସହିତ ମୋ ନାଁ କୁହନ୍ତୁ। ମହିଳା ସୁରକ୍ଷା ପାଇଁ ସିଙ୍ଗାପିନ୍ ନାମକ ଏକ ସ୍ୱତନ୍ତ୍ର ଓଲ୍ଡ ଓମେନ୍ ପୁଲିସ ପେଟ୍ରୋଲିଂ ଫୋର୍ସ ଆରମ୍ଭ କରାଯାଇଛି। ଏବେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ଝିଅ ରାତିରେ ଘରୁ ଚାଲି ଯାଉଥିଲା ବେଳେ ପୁଲିସ ଅଧିକାରୀମାନେ ତାଙ୍କୁ ପଛରୁ ଏସ୍କର୍ଟ କରୁଛନ୍ତି। ଏତିକି ନୁହେଁ, କୌଣସି ନେତା ଏପରି ମୁଖ୍ୟମନ୍ତ୍ରୀ ମଧ୍ୟ ତାମିଲନାଡୁର କୌଣସି ରାସ୍ତା କିମ୍ବା ଫୁଟପାଥରେ ସେମାନଙ୍କ ବ୍ୟାନର ହୋର୍ଡିଂ ଲଗାଇ ପାରିବେ ନାହିଁ। ତାଙ୍କର ସବୁଠାରୁ ଉଲ୍ଲେଖନୀୟ ପଦକ୍ଷେପ ହୋଇଛି ଶିକ୍ଷାର ମାନ ଉନ୍ନତି କରିବା ଏବଂ ରାଜନେତାଙ୍କ ପିଲାମାନେ ଘରେ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ପଢ଼ିବେ। ସେ ତାମିଲନାଡୁର ସ୍କୁଲ ସିଲାବସ କମିଟିର ଅଧ୍ୟକ୍ଷ ଭାବରେ ଜଣେ ଇସ୍ରୋ ବୈଜ୍ଞାନିକଙ୍କୁ ନିଯୁକ୍ତ କରିଛନ୍ତି। ସାଧାରଣ ଲୋକ ପକେଟ ଉପରେ ବୋଝ କମ୍ କରିବା ପାଇଁ ପ୍ରତି ମାସରେ 200 ୟୁନିଟ୍ ବିଦ୍ୟୁତ୍ ମାଗଣା କରାଯାଇଛି। ଏହା ବ୍ୟତୀତ ପ୍ରତ୍ୟେକ ପରିବାରକୁ 25 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା କଭରେଜ ଯୋଗାଇ ଦିଆଯାଇଛି, ଯାହାଦ୍ୱାରା ସେମାନଙ୍କୁ ବଡ଼ ଚିକିତ୍ସା ପାଇଁ ସେମାନଙ୍କର ଜମି କିମ୍ବା ଅଳଙ୍କାର ବିକ୍ରି କରିବାକୁ ପଡ଼ିବ ନାହିଁ। ସତରେ ଅଲଗା ରାଜ୍ୟରେ ଗୋଟେ ସରପଞ୍ଚ 5 ବର୍ଷ କ୍ଷମତାରେ ରହିଲେ 2 ପିଢ଼ି ପାଇଁ ଧନ ସଞ୍ଚୁଛି। ଏଠାରେ ରିଲ୍ ହିରୋରୁ ପ୍ରକୃତ ହିରୋରେ ପରିଣତ ହୋଇଥିବା ଏହି ଲୋକ ଯିଏକି ନିଜ ରାଜ୍ୟରେ ଧମାଲ ମଚାଉଛନ୍ତି।